ଏ ଘଟଣା ହେଉଛି ହିମାଚଳ ପ୍ରଦେଶ ଶିମଲା ଜୁଲାଇ 2014। ପାହାଡ଼ ଉପରେ ରହୁଥିବା ଏକ ସୁନ୍ଦର ଖୁସିର ସହର ଶିମଲା। ଆଉ ସେଥିରେ ରହୁଥିବା ଗୋଟେ ଖୁସିର ପରିବାର, ଗୋଟେ ବିଜନେସମ୍ୟାନ ପରିବାର। ସେ ପରିବାରରେ ଗୋଟେ 4 ବର୍ଷର ଝିଅ ୟବ ଗୁପ୍ତା, ଯାହାର ହସ ଖୁସିରେ ପୁରା ପୁରା ପରିବାର ଖୁସିରେ ରହୁଥିଲା। ଆଉ ତାର ଖୁସିରେ ପୁରା ପରିବାର ଫାଟି ପଡୁଥିଲା। ଗୋଟେ ଦିନ ୟବ ତାଙ୍କ ଘର ଆଗରେ ଖେଳୁଥିଲା, କିନ୍ତୁ କିଛି ସମୟ ଭିତରେ ସେ କୁଆଡେ ଚାଲିଗଲା। ଆଉ ଗୋଟେ ଦିନ ୟବ ତାଙ୍କ ଘର ଆଗରେ ଖେଳୁଥିଲା, ହେଲେ କିଛି ଟାଇମ ଭିତରେ ସେ କୁଆଡେ ପଳେଇଗଲା, କିଛି ବି ଜଣା ପଡିଲାନି। ସବୁଆଡେ ହାଲ୍ଲାଗୁଲା ହେଇଗଲା, ଆଉ ୟବର କିଛି ବି ଜଣା ପଡିଲାନି। ପୋଲିସ ଆସିଲା, ଏମିତି ବି ସିଆଇଡି ବି ଆସିଗଲା, ହେଲେ ୟବର କିଛି ବି ଜଣା ପଡିଲାନି ସେ କୁଆଡେ ଗଲା ବୋଲି। ଏମିତି 10-12 ଦିନ ହେଇଗଲା। ଗୋଟେ ଦିନ ତାଙ୍କ ଘର ଚାକର ଗୋଟେ ଲେଟର ଆଣିକି ଆସିଲା। ଆଉ ସେ ଲେଟର ଭିତରେ ୟବର ଡ୍ରେସ୍ ଆଉ ୟବର ଫଟୋ ଆଉ ଗୋଟେ ଲେଟର ଥିଲା। ଆଉ ସେଥିରେ ଲେଖା ହେଇଥିଲା କି ଆମକୁ 4 କୋଟି ଟଙ୍କା ଦିଅ, ନହେଲେ ତମ ଝିଅକୁ ମାରିଦେବୁ। ଆଉ ଯଦି ପୋଲିସକୁ ଇନଫର୍ମ କରିବ, ତାହେଲେ ତମ ଝିଅକୁ ମରିଥିବାର ଅବସ୍ଥାରେ ପାଇବ। ଏମିତି ଗୋଟେ ଦିନ ବଢି ଚାଲିଲା। ଆଉ 4 କୋଟି ଟଙ୍କା 4ଟା ଲେଟର ଆସିଲା। ଆଉ 4ଟା ଲେଟରରେ 4 କୋଟି ଟଙ୍କା ବଢି ବଢିକି 10 କୋଟି ଟଙ୍କା ହେଇଯାଇଥିଲା। ହେଲେ କେହି ବି ଜଣେ ପଇସା ନେବା ପାଇଁ ଆସିଲେନି। ଏଇ କେସ୍ ବହୁତ ସାରା ଶିମଲାର ଗୋଟେ ଘର ଭିତରେ ସମସ୍ତେ ଏ କେସ୍ ଶିମଲାର ଗୋଟେ ପରିବାର ଲୋକ ଜାଣିଥିଲେ, ହେଲେ ୟବର ଟିକେ ବି ହେଲେ ଜଣା ପଡୁନଥିଲା। ଆଉ ଏ କେସ୍ ମିଡିଆ ବହୁତ ସାରା ହାଇପ୍ ବି ନେଇଥିଲା, ବହୁତ ସାରା ପ୍ରୋଟେଷ୍ଟ ବି ହେଇଥିଲା, ତଥାପି ୟବର କୌଣସି ଏକ ଜାଗାରେ ବି ଜଣା ପଡୁନଥିଲା। ଏମିତି କିଛି ଦିନ ବିତିଗଲା, ଆଉ ପୋଲିସ ବି ନିରୁପାୟ ଥିଲା। ଏମିତି 2015ରେ ଶିମଲାର ଗୋଟେ ଏରିଆରେ ଦଣ୍ଡିସ ହେଇଗଲା। ଆଉ ଲୋକଙ୍କ ଦେହ ବହୁତ ଖରାପ ହେଲା, ଆଉ ଲୋକ ମେଡିକାଲ ଗଲେ, ଆଉ 1000 ଲୋକ ବି ମରିଥିଲେ। ମେଡିକାଲ ରିପୋର୍ଟ ଅନୁସାରେ ମରିବାର କାରଣ ପାଣି ଥିଲା, ହେଲେ କୌଣସି ଗୋଟେ ଲୋକ ବି ଜଣା ନଥିଲା ସେ ପାଣିରେ କ'ଣ ପଚି ଛାଡୁଛି ବୋଲି। ସରକାରଙ୍କ ଅନୁସାରେ ସେ ଗୋଟେ ପାଣି ଟାଙ୍କି ଯାହାର କାପାସିଟି 1,20,000ରୁ ସେ ପାଣି ଟାଙ୍କିରୁ ଆସୁଥିଲା। ଆଉ ମ୍ୟୁନିସିପାଲିଟି ବାଲା ବି କହୁଥିଲେ କି ସେ ଟାଙ୍କି 2 ବର୍ଷ ହେଲା ପ୍ରପରଲି ସଫାସୁତୁରା ହେଇକିନି ସବୁ ରକ୍ଷଣାବେକ୍ଷଣ କରାଯାଉଛି। ଏମିତି ସମୟ ବିତିଗଲା। ଆଉ 2 ବର୍ଷ ଆଉ 1 ମାସ ପରେ ଏମିତିରେ ଅଚାନକ ଗୋଟେ ମାମୁଲି ଚୋରି ହେଲା। ଆଉ ସେ ଚୋରିରେ ଚଣ୍ଡିଗଡ଼ ପୋଲିସ ବିକ୍ରାନ୍ତ ବକ୍ସି ବୋଲି ଏକ ଚୋରକୁ ଧରିଥିଲା। ଏମିତି ପୋଲିସ ଚୋରକୁ ପଚରାପଚରି କରୁଥିଲା, ଆଉ ତା ଫୋନ ଚେକ୍ କରୁଥିଲା। ଆଉ ତା ଫୋନରେ ଗୋଟେ ଭିଡିଓ ମିଳିଲା, ଯାହାକି ପୁରା କେସ୍କୁ ହିଁ ପଲଟାଇ ଦେଲା। ସେ ଭିଡିଓରେ ଗୋଟେ ଛୋଟ ଛୁଆ କାନ୍ଦୁଥିଲା, ଆଉ କାନ୍ଦି କାନ୍ଦି କହୁଥିଲା, ପାପା ମତେ ବଞ୍ଚାଅ, ନହେଲେ ଏମାନେ ମତେ ମାରିଦେବେ। ଆଉ ସେ ଛୁଆ ଆଉ କେହି ନୁହଁ, ସେ ଥିଲା ୟବ, ଯିଏକି 2 ବର୍ଷ ତଳେ କିଡନାପ ହେଇଥିଲା। ହେଲେ ସବୁଠାରୁ ବଡ କଥା, ତା ପାଖରେ ଭିଡିଓ ଆସିଲା କେଉଁଠୁ? ଆଉ ତାକୁ ପଚାରିବାରୁ ସେ ଗୋଟେ ଲୋକ ନାଁ କହିଲା, ଯାହାର ନାଁ ହେଉଛି ଚନ୍ଦ୍ରା ସିଂ, ତାକୁ ଦେଇଥିଲା ବୋଲି ସେ କହିଲା। ହେଲେ ସବୁଠାରୁ ବଡ କଥା ହେଲା, ତା ପାଖରେ ଭିଡିଓ ଆସିଲା କେଉଁଠୁ? ତାକୁ ପଚାରିବାରୁ ସେ ଗୋଟେ ଜଣଙ୍କ ନାଁ କହିଲା। ସେ ଲୋକ ହଉଛନ୍ତି ଚନ୍ଦ୍ରା ଶର୍ମା, ତାକୁ ଦେଇଥିଲା ବୋଲି ସେ କହିଲା। ପୋଲିସ ଚନ୍ଦ୍ର ଶର୍ମାକୁ ଆରେଷ୍ଟ କଲା। ଆଉ ତାକୁ ପଚାରିବାରୁ ସେ ଆଉ ଜଣଙ୍କ ନାଁ କହିଲା, ସେ ହଉଛି ଜିତେନ୍ଦ୍ର ସିଂ। ଏବେ 3 ଜଣ ପୋଲିସ କଷ୍ଟଡିରେ ଥିଲେ। ଆଉ ପୋଲିସ 3rd ଡିଗ୍ରୀ ଆପ୍ଲାଏ କଲା ପରେ ଯାହା ସେମାନେ ସତ କହିଲେ, ଯାହା ଶୁଣିଲା ପରେ ପୁରା ଶିମଲା ହିଁ ସର୍ମସାତ ହେଇଗଲା। ଏବେ 3 ଜଣଙ୍କୁ ପୋଲିସ ଆରେଷ୍ଟ କରିଥିଲା। ଆଉ ଯେବେ ପୋଲିସ ତାଙ୍କ 3rd ଡିଗ୍ରୀ ଆପ୍ଲାଏ କଲା, ସେମାନେ ଯାହା ସବୁ ସତ କଥା କହିଲେ, ଶୁଣିଲା ପରେ ପୁରା ଶିମଲାବାସୀ ଶୁଣିକିନି ମର୍ମାହତ ହେଇଗଲେ। ଏ ଚନ୍ଦ୍ର ଶର୍ମା ସେଇ ଲୋକ ଥିଲା ଯେ ୟବର ପଡୋଶୀ ଥିଲା, ଆଉ ୟବର ବାପାର ବିଜନେସ ଆଉ ପଇସା ବିଷୟରେ ସବୁ କିଛି ଜାଣିଥିଲା। ଆଉ ଏ ସେଇ ଲୋକ ଥିଲା ଯେବେ ୟବର କିଡନାପିଂ ହେଇଥିଲା, ମିଡିଆ ଆଗରେ ଓ ହ୍ୟୁମାନ ରାଇଟ୍ସର ମେମ୍ବର ହେଇକି ଥିଲା। ଆଉ ଘର ଲୋକ ସାଥିରେ ସବୁ ଜାଗାକୁ ଯାଇକିନି ୟବକୁ ନ୍ୟାୟ ମିଳିବ ବୋଲି ମିଛରେ ଅଭିନୟ କରୁଥିଲା। ବିକ୍ରାନ୍ତ ବକ୍ସି ଆଉ ଜିତେନ୍ଦ୍ର ସିଂ ମିଶିକିନି ୟବକୁ କିଡନାପ କରିଥିଲେ, ଆଉ ତା ବାପାକୁ କିଡନାପିଂର ଫିରତି ପଇସା ମାଗିବାକୁ ପ୍ଲାନ୍ କରିଥିଲେ। ଏ 2 ଜଣ ମିଶିକିନି ଗୋଟେ ଭଡା ଘର ନେଇଥିଲେ, ଆଉ ସେଇ ଭଡା ଘରେ ୟବକୁ ନେଇ ରଖିଥିଲେ। ଆଉ ୟବକୁ ମଦ ପିଆଉଥିଲେ, ମାରୁଥିଲେ। ଏମିତି 13 ଦିନ ବି ହେଇଗଲା। ଆଉ ୟବ ବହୁତ କାନ୍ଦୁଥିଲା, ଆଉ ଚିଲେଇ ହେଲ୍ପ ବି ମାଗୁଥିଲା। ଆଉ ଏମାନେ ବି ଜାଣି ସାରିଥିଲେ ଏ ଛୋଟ ପିଲାକୁ ରଖିବା ବହୁତ କଷ୍ଟକର କଥା, ତାକୁ ସହଜ ବି ନୁହଁ। ଏମାନେ କ'ଣ କଲେ ନା, ଗୋଟେ ଦିନ ତାକୁ ପଥର ବାନ୍ଧି ମ୍ୟୁନିସିପାଲିଟିର ଗୋଟେ ଟାଙ୍କିରେ ତାକୁ ନେଇକି ଫିଙ୍ଗିଦେଲେ।
ଯେତେବେଳେ ଏ କେସ୍ ବହୁତ ହଲ୍ଲା ଗୋଲା ହେଇଗଲା ଆଉ ସବୁଆଡେ ସବୁ ଲୋକ ଜାଣିଗଲେ, ଏମାନେ ପଇସା ମାଗିବା ହିଁ ବନ୍ଦ ବି କରିଦେଲେ। ସେ ଟାଙ୍କି ଖୋଲା ଗଲା ଆଉ ଟାଙ୍କିରୁ ଗୋଟେ କଙ୍କାଳ ମିଳିଲା, ଆଉ ସେ କଙ୍କାଳ DNA ଟେଷ୍ଟ ପରେ ଜଣା ପଡ଼ିଲା କି ୟୋଗର ବୋଲି। କୋର୍ଟ 3 ଜଣଙ୍କୁ ଫାଶୀ ଦେଇଥିଲା, ହେଲେ 2025ରେ ହାଇକୋର୍ଟ ଫାଶୀକୁ କମ୍ କରିକିନି ଆଜୀବନ କାରାଦଣ୍ଡ କରିଦେଇଥିଲା ଆଉ ଜିତେନ ସିଂଙ୍କୁ ବିନା ଦୋଷରେ ଛାଡ଼ି ଦେଇଥିଲା। ଏବେ ଆପଣମାନେ କୁହନ୍ତୁ, ଇଏକୁ ସତରେ ଠିକ ନ୍ୟାୟ ମିଳିଛି ନା ଏଇ 3 ଜଣଙ୍କୁ ଯାହାକୁ ବି ଛାଡ଼ି ଦେଇଛନ୍ତି 3 ଜଣଙ୍କୁ ଫାଶୀ ଦେବାଟା ଠିକ ଥିଲା? ଆପଣମାନେ ନିଶ୍ଚୟ କମେଣ୍ଟ କରିକିନି କୁହନ୍ତୁ। ଆପଣମାନେ ବି ସାବଧାନ ରୁହନ୍ତୁ କି ଆପଣଙ୍କ ଆଖପାଖରେ ରହୁଥିବା ଲୋକମାନଙ୍କ ଉପରେ ନଜର ରଖନ୍ତୁ। କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ। ଆପଣଙ୍କୁ ଏତିକି ରିକ୍ୱେଷ୍ଟ, ଆପଣ ପିଲା ଛୁଆ, ଆପଣଙ୍କ ବନ୍ଧୁବାନ୍ଧବ ଯାହା ବି ଆପଣ ଯିଏ ବି ଆପଣଙ୍କ ନିଜର, କେବଳ ସେଇମାନଙ୍କ ଉପରେ ଭରସା କରନ୍ତୁ। ବାକି ନହେଲେ କେହି ବି ବାହାର ଲୋକ ଯେତେ ବି ଆପଣଙ୍କ ପାଖରେ ରୁହନ୍ତୁ, ଯାହା ପାଖରେ ବି ଆପଣ ରହୁଛନ୍ତି, ଆପଣ ତାଙ୍କ ଉପରେ ନଜର ରଖନ୍ତୁ। କାରଣ ଆଜିକାଲି ଦୁନିଆରେ କେହି ବି କାହାର ନୁହନ୍ତି। ପଇସା ପାଇଁ ଲୋକମାନେ କିଛି ବି କରିପାରନ୍ତି। ମୁଁ ରହୁଛି, ନମସ୍କାର।